ବନ୍ଧୁଗଣ ଅକ୍ଷୟ ଚକ୍ର ୟୁଟ୍ୟୁବକୁ ସ୍ୱାଗତ ଜଣାଉଛି। ତେବେ ଆଜିର ତାତ୍ତ୍ୱିକ କଥାରେ ଆମେ ଶୁଣିବା ପୁରୁଣା ଶଗଡ଼ ଗୁଡ଼ାକର କଥା। ସମ୍ପ୍ରତି ରାଜନୀତିରେ ଯେଉଁ ତୁମ୍ଭି ତୋଫାନ ଚାଲିଛି, ଯେଉଁ ବିସ୍ଫୋରଣ ବୟାନ ଚାଲିଛି, ଆରୋପ ପ୍ରତ୍ୟାରୋପ ଚାଲିଛି, ଯେଉଁଭଳି କ୍ଷେପଣାସ୍ତ୍ର ଚାଲିଛି ଶାସକ ଓ ବିରୋଧୀ ଦଳ ମଧ୍ୟରେ, ଏଥିମଧ୍ୟରେ ବି ବହୁତ ଛକାପଞ୍ଜା ଚାଲିଛି। ତାହା ଦେଖିଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ଯାହାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗେ, ଆମକୁ ବି ମଧ୍ୟ ଆଶ୍ଚର୍ଯ୍ୟ ଲାଗେ। ଏଭଳି ବାତାବରଣ ସମସ୍ତଙ୍କୁ ବିସ୍ମିତ କରିଦେଉଛି ବେଳେବେଳେ। ତେବେ ଏହାର ମୂଳରେ ଏକ ତତ୍ତ୍ୱ ରହିଛି। ସେ ତତ୍ତ୍ୱଟି କ'ଣ ନା, ପୁରୁଣା ଶଗଡ଼ ଗୁଳା ସେ ଚାଲି ଆସିଛି, ତାର ଗୁଳା ମଧ୍ୟରେ ବହୁତ ଦିନ ଧରି ଏବଂ ଗୁଳାର ଗାତ ବହୁତ ଗଭୀର ହୋଇଯାଇଛି। ସେଇ ପୁରୁଣା ଶଗଡ଼ ଗୁଳାରୁ ଯେତେବେଳେ ନୂଆ ଗୁଳାକୁ ବାଟ କାଟେ, ନୂଆ ଗୁଳାକୁ ତିଆରି କରିବା ପାଇଁ ସେଇ ଗୁଳାରୁ ଉପରକୁ ଉଠେ, ସେତେବେଳେ ଭୟଙ୍କର ସଂଘର୍ଷ ହୁଏ। ଏକ ନୂତନ ଗୁଳାକୁ ଯିବା ବେଳେ ପୁରୁଣା ତାକୁ ସହଜରେ ବାଟ ଛାଡ଼େ ନାହିଁ। ପୁରୁଣା ଅଭ୍ୟାସ, ପୁରୁଣା ପ୍ରଥା, ପୁରୁଣା ନିୟମ ଏସବୁ ଝଡ଼ ବେଗରେ ଧାଇଁ ଆସନ୍ତି। ଠିକ୍ ମହାବାତ୍ୟା ରୂପ ନେଇ ଆଜିର ରାଜନୀତି ଓ ଶାସନ କ୍ଷେତ୍ରରେ ସେଇ ଦୃଶ୍ୟ ଦେଖିବାକୁ ମିଳେ। ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବହୁ ଅନାଲୋଚିତ ପୁଞ୍ଜିପତି ଭାରତବର୍ଷରେ ତଥା ଓଡ଼ିଶାରେ ବିଭିନ୍ନ ରାଜ୍ୟରେ ରହିଛନ୍ତି। ଅନାଲୋଚିତ ପୁଞ୍ଜିପତି ସେମାନେ ଧଳା କରୁଛନ୍ତି କଳା ଟଙ୍କାକୁ। ଇସି କେନ୍ଦ୍ରକୁ ସୁପ୍ରିମକୋର୍ଟ ନିକଟରେ ନୋଟିସ୍ ଦେଇଛି, ଆପଣ ଜାଣିଥିବେ। ଆମେ ଜାଣିବା ଦେଶରେ 6ଟି ଜାତୀୟ ଦଳ ଅଛି, 67ଟି ଆଞ୍ଚଳିକ ଦଳ ଅଛି, ଅଣମାନ୍ୟତା 2800 ଦଳ ଅଛି। 2024 ଲୋକସଭାରେ 690ଟି ଦଳ ନିର୍ବାଚନରେ ଭାଗ ନେଇଥିଲେ, ସକ୍ରିୟ ଦେଖାଇଥିଲେ। ସେ କିନ୍ତୁ ସେତେ ସକ୍ରିୟ ନୁହଁ। ରାଜନୀତିରେ ସକ୍ରିୟ ନଥାଇ ପୁଞ୍ଜିପତି ବନିଛନ୍ତି। ଏଗୁଡ଼ିକର ମାଧ୍ୟମ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଅନୁଷ୍ଠାନ ଓ ଶିଳ୍ପପତି ନିଜ କଳାଧନକୁ ଧଳା କରୁଥିବା ଅଭିଯୋଗ ହୋଇଛି। ନିକଟରେ ଏଭଳି ଏକ ପ୍ରମାଣ ମିଳିଛି। ଗୋଟିଏ ରାଜନୈତିକ ଦଳ ଧରାପଡ଼ିଛି, ଯେ କି 20% କମିଶନ ନେଇ ଯେହେତୁ ସେ ଦଳଟିକି ରେଜିଷ୍ଟ୍ରି କରିଛି ଏବଂ ମାନ୍ୟତା ପାଇଛି, ସେ ଦଳରେ ଟଙ୍କା ଦେଲେ ଆପଣଙ୍କୁ କୌଣସି ଟ୍ୟାକ୍ସ ପଡ଼ିବ ନାହିଁ ଏବଂ ସେ କଳାଧନଟା ସେଠି ଧଳା ହେଇଯିବ। ଏହି ଉଦ୍ଦେଶ୍ୟରେ ସେମାନେ ଅସାଧୁ ଲୋକମାନେ କଳାଧନକୁ ନେଇ ସେଠାରେ ଦିଅନ୍ତି। ସେ ଧଳା କରୁଛି ଏବଂ ଧଳା କରୁଥିବା ଯେଉଁ ଦଳପତି ସେ 20% ରଖେ। ଏ ସଂକ୍ରାନ୍ତରେ ଯେଉଁ ଆଶ୍ଚର୍ଯ୍ୟକର ଜିନିଷ ଆସିଛି, ତେବେ ସେମାନେ କ'ଣ ବାଟ ଛାଡ଼ିବେ ସହଜରେ? ନୂଆ ଆଇନ ଆସିଲେ ଏବଂ ବିଦେଶୀ ଅର୍ଥ ଏବଂ ଅନ୍ୟାୟ ପୁଞ୍ଜିକୁ ଯେତେବେଳେ ଆପଣ ରଖିବାକୁ ଯାଉଛନ୍ତି, ତା ବିରୁଦ୍ଧରେ ଯଦି ଆଇନ ତିଆରି ହୁଏ, ସେମାନେ କ'ଣ ଛାଡ଼ିଦେବେ ବାଟ? କଳାବଜାରୀ, ମୁନାଫାଖୋର, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଦଳ ଅଧିକାରୀମାନେ ଏକଜୁଟ ହୋଇଯାଇଛନ୍ତି। ସେମାନେ ଯେତେବେଳେ ନୂତନ ଆଇନ ଆସେ, ସେହିଭଳି ଗୋଟେ ଦମନମୂଳକ ଆଇନ ଆସେ, ସେହିଭଳି ଗୋଟେ ସଂସ୍କାରମୂଳକ ଗୋଟେ ନିୟମ ପ୍ରଣୟନ କରାଯାଏ, ସେତେବେଳେ ଏମାନେ ଏକଜୁଟ ହୋଇଯାଆନ୍ତି ଏବଂ ଗାଡ଼ିର ଚକକୁ ଭିଡ଼ି ଧରନ୍ତି। ସେମାନେ ଉପରକୁ ଉଠାଇବାକୁ ଦିଅନ୍ତି ନାହିଁ, କାରଣ ଉପରକୁ ଉଠିଲେ ଏମାନଙ୍କର କ୍ଷତି ଘଟେ। ଏଣୁ ବନ୍ଧୁଗଣ ଜାଣିବା ଦରକାର ଯେ ଆମର କିଭଳି ଭାବରେ ପୁରୁଣା ପ୍ରଥା ନୀତିକୁ ଭାଙ୍ଗି ଆମେ ନୂଆ ନୀତି, ନୂଆ ଆଇନ, ଗୋଟେ ନୂଆ ଶାସନ